ଗୌତମ ବୁଦ୍ଧଙ୍କ ସବୁ ଶିଷ୍ୟଙ୍କ ମଧ୍ୟରୁ ଗୋଟିଏ ଶିଷ୍ୟ ଏମିତି ଥିଲା, ସେ ସବୁ କାମକୁ ଆଲସ୍ୟତା ସହିତ କରେ ଏବଂ ସେ ସବୁଠୁ ବଡ଼ ଅଳସୁଆ ଥିଲା। ଦିନେ ଗୌତମ ବୁଦ୍ଧ ସେ ଶିଷ୍ୟକୁ ଡାକିଲେ ଏବଂ କହିଲେ କି ମୁଁ ତୋତେ ଗୋଟିଏ କାହାଣୀ କହୁଛି, ଧ୍ୟାନ ଦେଇ ଶୁଣିବୁ। ଗୋଟିଏ ଗାଁରେ ଗୋଟିଏ ବ୍ରାହ୍ମଣଟିଏ ଥାଏ। ସେ ବ୍ରାହ୍ମଣ ଗୋଟିଏ ଭଲ ମଣିଷ ହୋଇଥାଏ, କିନ୍ତୁ ତାର ଗୋଟିଏ ଖରାପ ଆଚରଣ ଥାଏ। ତାହା ଯେମିତି କାମ ହେଲେ ବି ପଛରେ କରିବା କିମ୍ବା ସେ କାମକୁ ଟାଲି ଦେବା। ସେ ସଦାବେଳେ ଆଜିର କାମକୁ କାଲି କରିବାର କଥା କହେ ଏବଂ ସେ କାମକୁ ଛାଡ଼ିଦିଏ। ସେ ଏହା ଭାବେ କି ଏ ଦୁନିଆରେ ଯାହା ହୁଏ ତାହା ଭାଗ୍ୟରେ ଥିଲେ ହୁଏ। ତାର ଆଲସ୍ୟପଣ ତାକୁ କାମଚୋର ବନାଇ ଦେଇଥାଏ। ଥରେ ଗୋଟିଏ ସାଧୁ ସେ ବ୍ରାହ୍ମଣ ଘରକୁ ଆସିଲା। ସେ ବ୍ରାହ୍ମଣ ଏବଂ ତାର ସ୍ତ୍ରୀ ସେ ସାଧୁର ବହୁତ ସେବା ଯତ୍ନ କଲେ। ସେ ସାଧୁ ଯିବା ସମୟରେ ସେ ବ୍ରାହ୍ମଣ ଉପରେ ଖୁସି ହୋଇ କହିଲା କି ହେ ବ୍ରାହ୍ମଣ, ତୁମେ ବହୁତ ଗରିବ ଅଟ, କିନ୍ତୁ ହୃଦୟରୁ ବହୁତ ଧନୀ। ସେଥିପାଇଁ ଏ ନିଅ ଗୋଟିଏ ପାରସ ପଥର। ଏ ପଥରକୁ ଲୁହାରେ ଛୁଆଇବ, ଦେଖିବ ସେ ଲୁହା କ୍ଷଣକେ ସୁନାରେ ପରିବର୍ତ୍ତନ ହୋଇଯିବ। ଏବଂ ହଁ, ମୁଁ ତୁମ ଘରକୁ 3 ଦିନ ଛାଡ଼ିକି ଆସିବି ଏ ପଥରକୁ ନେବା ପାଇଁ। ସେତେବେଳେ ଯାଏ ତୁମେ ଏ ପଥରର ପ୍ରୟୋଗ କର। ବ୍ରାହ୍ମଣ ଖୁସି ହୋଇ ସେ ପଥରଟିକୁ ଧରିଲା ଏବଂ ସାଧୁ ସେଠାରୁ ଚାଲିଗଲେ। ସେ ବ୍ରାହ୍ମଣ ଘରରେ ଥିବା କିଛି ଲୁହାକୁ ସେ ପଥରରେ ଛୁଆଇ ସୁନା ବନାଇବାରେ ଲାଗିଲା ଏବଂ ସେ ସୁନାକୁ ବିକି କିଛି ପଇସା ଆଣିଲା। 2 ନମ୍ବର ଦିନ ସେ ବ୍ରାହ୍ମଣ ଭାବିଲା କି ଆଜି ତ ଲୁହା ଘରେ ନାହିଁ, ମୋ ପାଖରେ ବହୁତ ସମୟ ଅଛି। କାଲି ବଜାରକୁ ଯାଇ ଲୁହା କିଣି ଆଣି ସୁନା ବନାଇବି। ଏହା ଭାବି ସେ ବ୍ରାହ୍ମଣ ଖାଇ ପିଇ ଶୋଇବାକୁ ଗଲା। ଯେମିତି 3 ନମ୍ବର ଦିନ ହେଲା, ସେ ବ୍ରାହ୍ମଣ ଭାବିଲା କି ସାଧୁ ତ ସନ୍ଧ୍ୟାରେ ଆସିବେ। ଏବେ ତ ସକାଳ ହୋଇଛି, ମୋ ପାଖରେ ବହୁତ ସମୟ ଅଛି। ମଧ୍ୟାହ୍ନରେ ଲୁହା ଦୋକାନକୁ ଯାଇ ଲୁହା ଆଣିବି ଏବଂ ଘଣ୍ଟାକରେ ଧନୀ ମଣିଷଟେ ହୋଇଯିବି। ସେ କଥା ଭାବି ସେ ଆରାମରେ ଗାଧୋଇ ଆସି ଖାଇ ପିଇ ଶୋଇଗଲା। କିଛି ସମୟ ବିତିଯିବାରୁ ସେ ସାଧୁ ମହାତ୍ମା ଆସିଲେ ଏବଂ କହିଲେ, ହେ ବ୍ରାହ୍ମଣ, ବାହାରକୁ ଆସ। ସେ ବ୍ରାହ୍ମଣ ଶୁଣିଲା ନାହିଁ। ସେ ସାଧୁ 3 ଥର ଡାକିବାରୁ ସେ ବ୍ରାହ୍ମଣ ଶୁଣିଲା ଏବଂ ବାହାରକୁ ଆସିଲା ଏବଂ ସାଧୁକୁ ପ୍ରଣାମ କରି କହିଲା, ଆପଣ ପରା ସନ୍ଧ୍ୟାରେ ଆସିଥାନ୍ତେ, ଏତେ ସକାଳୁ କାହିଁକି ଆସିଛନ୍ତି? ସେ କଥା ଶୁଣି ସେ ସାଧୁ କହିଲେ, ମୋତେ ମୋ ପାରସ ପଥରକୁ ଫେରାଇ ଦିଅ, ମୁଁ ଚାଲିଯିବି। ସେ ବ୍ରାହ୍ମଣ ଏହା ଶୁଣି କହିଲା କି ସନ୍ଧ୍ୟାରେ ଦେଇଦେବି। ଏବେ ମୁଁ ବଜାରକୁ ଯାଇ ଲୁହା କିଣିବି ଏବଂ ସେ ଲୁହାକୁ ସୁନାରେ ପରିବର୍ତ୍ତନ କରିସାରିବା ପରେ ଦେଇଦେବି ସେ ପଥରକୁ। ସେ ସାଧୁ ହସିଲେ ଏବଂ କହିଲେ କି ଟିକିଏ ପରେ ରାତି ହୋଇଯିବ, ସନ୍ଧ୍ୟା ତ କେତେବେଳେ ହେଲାଣି, ତୁମେ ଶୋଇପଡ଼ିଥିଲ। ବ୍ରାହ୍ମଣ ତାର ମୂର୍ଖାମି ସ୍ୱୀକାର କରି ଦୁଃଖର ସହିତ ସେ ସାଧୁକୁ କହିଲା କି ମୋର ସମୟ ତ କେମିତି କଟିଗଲା ମୁଁ ଜାଣିପାରିଲି ନାହିଁ। ମୋତେ ଏ ପଥର ଆଉ 2 ଦିନ ପାଇଁ ଦେଇଥାଅ। ସେ ବ୍ରାହ୍ମଣର କଥାରେ ସେ ସାଧୁ ରାଜି ହେଲେ ନାହିଁ ଏବଂ କହିଲେ କି ତମ ଭଳିଆ ମଣିଷ ଜୀବନରେ କିଛି କରିପାରେ ନାହିଁ। ଯଦି ତମ ଜାଗାରେ ଅନ୍ୟ କୌଣସି ବ୍ୟକ୍ତି ହୋଇଥାନ୍ତା, କିଏ ଜାଣେ କେତେ ଲୁହାକୁ ସୁନାରେ ପରିବର୍ତ୍ତନ କରି ଏ ଗାଁର ସବୁଠୁ ବଡ଼ ଧନୀ ହୋଇଯାଇଥାନ୍ତା। ଯେଉଁ ମଣିଷ ସମାଜର ସତ୍ ଉପଯୋଗ କରି ନ ଜାଣେ, ସେ ମଣିଷ କେବେ ବି ତା ଜୀବନରେ ସଫଳ ହୁଏ ନାହିଁ। ସେ ବ୍ରାହ୍ମଣ ପଶ୍ଚାତାପ କରିବାକୁ ଲାଗିଲା, କିନ୍ତୁ ଏବେ ହେବ କ'ଣ? ସେ ସାଧୁ ତାଙ୍କ ପଥର ଧରି ଚାଲି ଯାଇଥିଲେ। ସେଥିପାଇଁ କହନ୍ତି କି ଆଲସ୍ୟ ହିଁ ମଣିଷର ପରମ ଶତ୍ରୁ। ଆଲସ୍ୟପଣ ଆମ ସହିତ ଆମର ବୁଦ୍ଧିକୁ ବି ନଷ୍ଟ କରିଦିଏ। ସେ ଶିଷ୍ୟ ବୁଦ୍ଧଙ୍କର କଥାକୁ ବୁଝିଗଲା ଏବଂ ସେ କଥା ଦେଲା କି ଆଜିରୁ ଏହି ଆଲସ୍ୟପଣକୁ ତ୍ୟାଗ କରି ସେ ଦିନଠୁ ସେ ଶିଷ୍ୟ ଆଲସ୍ୟକୁ ତ୍ୟାଗ କରି ଗୋଟିଏ ପରିଶ୍ରମୀ ଶିଷ୍ୟ ବନିଗଲା। ଯଦି ଏହି ଭିଡ଼ିଓ ଭଲ ଲାଗିଥାଏ ତ ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଗୋଟିଏ ଲାଇକ୍ କମେଣ୍ଟ ମଧ୍ୟ କରିଦିଅନ୍ତୁ। ନମୋ ବୁଦ୍ଧାୟ।